ଲମତାପୁଟରେ ଶୀତରୁ ନିସ୍ତାର ନାହିଁ। ଶୀତଲହରୀ ଜାରି ରହିଥିବା ବେଳେ କୁହୁଡ଼ି ଜୀବନଯାପନକୁ ଅସ୍ତବ୍ୟସ୍ତ କରିଦେଲାଣି। କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟରେ ପୁଣି 10 ଡିଗ୍ରୀ ତଳକୁ ରହୁଛି ପାରଦ। 5 ଦିନ ହେବ ଶୀତର ଲହରୀ ଜାରି ରହିଛି। ଦିନ 9ଟା ପର୍ଯ୍ୟନ୍ତ ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଦିନ 10ଟା ପର୍ଯ୍ୟନ୍ତ କୁହୁଡ଼ି ସାରା ଅଞ୍ଚଳକୁ ଢାଙ୍କି ରଖୁଛି। କୁହୁଡ଼ି ସକାଶେ ଭିଜିବିଲିଟି ସମ୍ପୂର୍ଣ୍ଣ ଜିରୋ ରହୁଛି। ଅପରାହ୍ନରେ ସାମାନ୍ୟ ଗରମ ଅନୁଭୂତ ହେଉଛି। କୁହୁଡ଼ି ଏତେ ପରିମାଣରେ ରହିଛି ଯେ ରାସ୍ତାଘାଟରେ ଗାଡ଼ି ଚଳାଇବା ମୁସ୍କିଲ ହୋଇପଡ଼ିଛି। ଘନ କୁହୁଡ଼ି ସକାଶେ ଯାନବାହନ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଲାଇଟ୍ ଲଗାଇ ଗାଡ଼ି ମଟର ଯାତାୟାତ କରୁଛନ୍ତି। ବହୁ ଗାଡ଼ି ମଟର ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ପାଣିପାଗ ସୂଚନା ଅନୁଯାୟୀ ଆହୁରି 2 ଦିନ ପର୍ଯ୍ୟନ୍ତ ଏହିଭଳି ଶୀତ ଏବଂ କୁହୁଡ଼ି ଲାଗି ରହିବ।